ଆଦର୍ଶ କହିବେ ମହାପାତ୍ର ଖାନ୍ଦାର ବୋହୂ ମିସେସ୍ ପଲ୍ଲବୀ ମହାପାତ୍ରଙ୍କର ନ୍ୟୁ ମଡର୍ଣ୍ଣ କିଚେନ୍ ଆଜିଠୁ ରେଡି। ପୁଣି ତଲକୁ ଆସି କହିବେ ଆଜି ମୋ କିଚେନ୍ର ପ୍ରଥମ ଦିନ, ତେଣୁ ଘରର ସମସ୍ତେ ଚା ଆଉ ବ୍ରେକଫାଷ୍ଟ ପାଇଁ ଇନଭାଇଟେଡ୍। ତାପରେ ଆନନ୍ଦ କହିବେ ଆରେ ବାଃ, ବହୁତ ବଢ଼ିଆ ହେଲା। ବିନୋଦ, ଆଜି ସକାଳୁ ସକାଳୁ ବଢ଼ିଆ ବ୍ରେକଫାଷ୍ଟ ମିଳିବ। ଆଜି ଆମ ଘରେ ନୂଆ କିଚେନ୍ର ଇନାଗୁରେସନ୍ ନା, ତ ସବୁ କିଛି ସ୍ପେଶିଆଲ ଖାଇବାକୁ ମିଳିବ। ପୁଣି କହିବେ ମାୟା, ଠିଆ ହେଇଛ କାହିଁକି, ଡାଇନିଂରେ ବସ। ବିନୋଦ, ଆସ। ତାପରେ ମାୟା କହିବେ ସେଠି କେହି ବି ବ୍ରେକଫାଷ୍ଟ କରିବେନି, ସମସ୍ତେ ମୋ କିଚେନ୍ରେ ରନ୍ଧା ହେଇଥିବା ଖାଦ୍ୟ ଖାଇବେ। ତାପରେ ରୁବି କହିବେ ହଁ ମାୟା, ମୁଁ ନୀଲମ ଆଉ ରିମଝିମ୍ ଆମେ ତୋ କିଚେନ୍ରୁ ଲଞ୍ଚ, ବ୍ରେକଫାଷ୍ଟ ଆଉ ଡିନର କରିବୁ, ନା କ'ଣ ନୀଲମ? ତାପରେ ନୀଲମ କହିବେ ହଁ ମାମା, ମୁଁ ପୁରା ରେଡି। ଆମେ ଯେହେତୁ ମାୟା ଆଣ୍ଟିଙ୍କ ଘରେ ଅଛେ, ମାୟା ଆଣ୍ଟିଙ୍କ କିଚେନ୍ରୁ ହିଁ ଖାଇବା। ତାପରେ ରୁବି କହିବେ ରିମଝିମ୍ ତୁ, ଆରେ ପାଟି କାହିଁକି ଫୁଟୁନି ତୋର? ପଲ୍ଲବୀ ପାଇଁ ଏ ଘରେ ଚାକରାଣୀ ହେଇ ରହିଗଲୁଣି ତୁ। ଆରେ ତାରି ପାଇଁ ତୋ ସ୍ୱାମୀର ଜଖମ ହେଇଛି, ତଥାପି ପଲ୍ଲବୀ ପ୍ରେମ ଯାଉନି ତୋର। ଯଦି ଭଲ ଦଶା ଅଛି ତାହେଲେ ମାୟା ସାଙ୍ଗରେ ସାମିଲ ହ, ନହେଲେ ଏ ଘରେ ବାସ ରହିବନି ତୋର। ତାପରେ ମାୟା କହିବେ ନିମକି, ସେଠି ତୁ କ'ଣ କରୁଛୁ? ଏଇଠିକି ଆ, ସମସ୍ତଙ୍କ ପାଇଁ ଚା ଜଳଖିଆ ରେଡି କରି ସାରିଲୁଣି? ତାପରେ ନିମକି କହିବେ ମୁଁ ଏ ସାଙ୍ଗେ ସାଙ୍ଗେ କରିଦଉଛି, କହି କିଚେନ୍କୁ ଯିବେ। ତାପରେ ମାୟା କହିବେ ରିମଝିମ୍, ଯା ନିମକିକି ହେଲ୍ପ କରିବୁ। ତାପରେ ଆନନ୍ଦ କହିବେ ଆରେ ଭାଇ, ମୁଁ ଆଜି କୋଉ କିଚେନ୍ରେ କ'ଣ ମେନୁ ହେଇଛି ସେଇଟା ଦେଖିକି ଡିସାଇଡ୍ କରିବି କୋଉଠି ଖାଇବି। ପୁଣି କହିବେ ମାୟା, ଆଜି ତମ କିଚେନ୍ରେ କ'ଣ ମେନୁ ହେଇଛି କହିଲ? ତାପରେ ମାୟା କହିବେ ଏ ପର୍ଯ୍ୟନ୍ତ କିଛି ଡିସାଇଡ୍ ହେଇନି, ବ୍ରେଡ୍ ଆମଲେଟ୍ ଖାଇଦିଅ, ଶୀଘ୍ର ହେଇଯିବ। ପୁଣି ଆନନ୍ଦ କହିବେ ପଲ୍ଲବୀ, ତମ କିଚେନ୍ରେ ଆଜି କ'ଣ ମେନୁ ହେଇଛି? ତାପରେ ପଲ୍ଲବୀ କହିବେ ପରଠା, ପିଠା, ଆଲୁ ମଟର ତରକାରୀ, ଫ୍ରୁଟ୍ ସଲାଡ୍, ମିଠା, ଯାହା ଚାହିଁବେ ସବୁ କିଛି ମିଳିବ। ତାପରେ ଆନନ୍ଦ କହିବେ ଆରେ ବାଃ, ବହୁତ ବଢ଼ିଆ ବଢ଼ିଆ ଆଇଟମ୍ ହେଇଛି, ମୁଁ ପଲ୍ଲବୀ କିଚେନ୍ରେ ଖାଇବି। ତାପରେ ବିନୋଦ କହିବେ ଭାଇ, ତମେ ଯୋଉଠି ଖାଇବ ମୁଁ ବି ସେଇଠି ଚକା ପକେଇବି। ତାପରେ ଗୌରବ କହିବେ ମୁଁ ତ ପଲ୍ଲବୀଙ୍କ କିଚେନ୍ରୁ ହିଁ ଖାଇବି, ଖାଲି ଆଜି ନୁହେଁ ତ, ସବୁଦିନ। ଆଦର୍ଶ କହିବେ ତାହେଲେ ଆଉ ଡେରି କାହିଁକି, ଯୋଉମାନେ ଆମ କିଚେନ୍ରୁ ଖାଇବାକୁ ଚାହୁଁଛନ୍ତି ଫଟାଫଟ ଆସି ଆମ ଲାଇନ୍ରେ ବସିଯାଆନ୍ତୁ, ଆମ ଖାଇବା ରେଡି। ତାପରେ ସମସ୍ତେ ଡାଇନିଂକୁ ଯିବେ ଆଉ ସମସ୍ତେ ଖାଇବେ। ତାପରେ ମାୟା ସେଠାରୁ ଚାଲିଯିବେ, ଆଉ ରୁବି ମଧ୍ୟ ଚାଲିଯିବେ, ଆଉ ନୀଲମକୁ ପଲ୍ଲବୀ ଇସାରାରେ ଖାଇବାକୁ କହିବେ। ତାପରେ ନୀଲମ ଖାଇବେ, ଆଉ ଏପଟେ ଆଦର୍ଶ ଚିତ୍ତ ଅଙ୍କଲଙ୍କ ସହିତ ଦେଖା କରିବେ। ଆଉ ଚିତ୍ତ ଅଙ୍କଲ କହିବେ ମ୍ୟାଡମଙ୍କ ସହିତ ଯାହା ହେଲା ସେଥିରେ ମୁଁ ବହୁତ ଦୁଃଖିତ ଆଦର୍ଶ ବାବୁ। ଯାହା ହେଲା କିଛି ଠିକ୍ ହେଲାନି, ଜାଣିଶୁଣି ମ୍ୟାଡମଙ୍କୁ ଚକ୍ରବ୍ୟୂହ ଭିତରେ ଫସେଇ ଦିଆଗଲା। ଛାଡ଼ନ୍ତୁ, ମୋ ପାଖରୁ ଆପଣଙ୍କୁ ଯାହା ସାହାଯ୍ୟ ଦରକାର କୁହନ୍ତୁ, ମୋ ଦ୍ୱାରା ଯାହା ସାହାଯ୍ୟ ହେଇପାରିବ ମୁଁ କରିବି। ତାପରେ ଆଦର୍ଶ କହିବେ ମୁଁ ଆପଣଙ୍କୁ ଯୋଉ ଅପଡେଟ୍ ନେବାକୁ କହିଥିଲି ସେ ଅପଡେଟ୍ର ଖବର କ'ଣ? ତାପରେ ଚିତ୍ତ ଅଙ୍କଲ କହିବେ ଆପଣଙ୍କର ସନ୍ଦେହ ଏକଦମ ଠିକ୍ ଆଦର୍ଶ ବାବୁ। ଆମ ଡିପାର୍ଟମେଣ୍ଟରେ ଗୋଟେ କନେଷ୍ଟବଳ କରପ୍ଟ ଅଛି, ସିଏ ହିଁ ପଲ୍ଲବୀ ମ୍ୟାଡମଙ୍କ ବିରୁଦ୍ଧରେ ସବୁ ଖବର ଏମଏଲ୍ଏକୁ ଦଉଛି। ମ୍ୟାଡମ ଲାଞ୍ଚ ନେଇ ଡିଲ୍ କରୁଛନ୍ତି ବୋଲି ଭିଡିଓ ଏବେ ଯୋଉ ଭାଇରାଲ ହଉଛି, ମୁଁ ସିଓର ସାର୍, ସେ ସବୁ ଏମଏଲ୍ଏ ଆଉ ତା ଲୋକମାନେ ହିଁ କରୁଛନ୍ତି। ତାପରେ ଆଦର୍ଶ କହିବେ ମୋର ବି ସନ୍ଦେହ ଥିଲା, ଭଲ ହେଲା ଆପଣ ମୋତେ ଜଣେଇଦେଲେ। ଆଚ୍ଛା, ଯୋଉ କନେଷ୍ଟବଳ ଏମଏଲ୍ଏ ସାଙ୍ଗରେ ସାମିଲ ଅଛି ବୋଲି ଆପଣ କହୁଛନ୍ତି, ମୁଁ ତା ସହିତ କୋଉଠି ଦେଖା ହେଇପାରିବି? ତାପରେ ଚିତ୍ତ ଅଙ୍କଲ କହିବେ ସେ ମହାନଦୀ ବିହାରରେ ରୁହେ, ତା ନାଁ ସୁକାନ୍ତ। ଆପଣ ଏ ତ୍ରିଶୁଲିଆ ଛକରେ ରହିଲେ ଆପଣ ନିଶ୍ଚୟ ଦେଖା ହେଇପାରିବେ। ମୁଁ ଗୋଟେ କାମ କରୁଛି, ତାକୁ ମୁଁ ଅନୁଗଣି ଡାକି ଦଉଛି, ତାକୁ ଦେଖା କରିପାରିବେ। ତାପରେ ଆଦର୍ଶ କହିବେ ଗୁଡ୍, ବହୁତ ବଢ଼ିଆ, ଆମେ ତାହେଲେ ଆଜି ପ୍ଲାନ୍ କାମରେ ଲଗେଇଦେବା। ତ ଦର୍ଶକ ବନ୍ଧୁ, ଆଦର୍ଶ କ'ଣ ତାଙ୍କ ପ୍ଲାନ୍ରେ ସଫଳ ହେଇଯିବେ କି? ଆମକୁ କମେଣ୍ଟ ମାଧ୍ୟମରେ ୟେସ୍ ଅର୍ ନୋ ବୋଲି ଜଣାନ୍ତୁ।